नमस्कार सांगमाने जय जगन्नाथ। चलतु आज जानिबा शालग्रामर जन्म। चलतु आरंभ करिबा। मंदिर रे शालग्राम को पूजा करा जाए। किछि लोक घरे रखिकी मध्य पूजा करती। आमे जानिछे शालग्राम हेउछि प्रभु विष्णुक एक रूप। तेबे चलतु जानिबा शालग्रामर उत्पत्ति केमिति होईछि। पौराणिक कथा अनुसार 1000 वर्ष पूर्वे एक कणिका थिले जार नाम गंडकी थिला। प्रतिदिन से विभिन्न पुरुषों सहित संभोग विलासरे लिप्त रहुथिले आउ तांकठु प्रचुर परिमाणरे धन मध्य पाउथिले। गंडकी जेउ ग्रामरे रहुथिले सेठाकु जणे महर्षि आसीथिले एवं गाँ मध्यरे थिबा प्रत्येक लोकंकु आशीर्वाद देई तांकर मंगल करुथिले। सेही समयरे गंडकी आसी से महात्माको पाखरे पहुँचिले आउ कहिले, हे महात्मा, आपण समस्तंकर मंगल करुछंती, मोर भी किछि कल्याण करि दियंतु। सेही समयरे महात्मा कहिले, मु तुमर कल्याण करिदेबी, किंतु पति बदଳରେ तुमको तुमर बेश्याबृत्ति छाड़िबाकू पड़िब। ଏହା ଶୁଣି ଗଣ୍ଡକୀ କହିଲେ, ମତେ ଆଉ ଯାହା କହିବେ ମୁଁ ଛାଡ଼ିଦେବି, କିନ୍ତୁ ମୁଁ ମୋର ବୃତ୍ତିକୁ ଛାଡ଼ି ପାରିବି ନାହିଁ, କାରଣ ଏହା ମୋର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ତାକୁ ଛାଡ଼ିକି ଆପଣ ଯାହା କହିବେ ମୁଁ ଶୁଣିବି। ଏହା ଶୁଣି ମହାତ୍ମା କହିଲେ, ଠିକ୍ ଅଛି, ଯଦି ତୁମେ ତୁମର ବୃତ୍ତିକୁ ଛାଡ଼ି ପାରିବନି ତେବେ ଗୋଟିଏ ଉପାୟ ରହିଛି, ତୁମର ଉଦ୍ଧାର ହୋଇପାରିବ। ଗୋଟେ ସ୍ତ୍ରୀ ପାଇଁ ତାର ସ୍ୱାମୀ ହେଉଛି ତା ପାଇଁ ପରମେଶ୍ୱର। ସେଥିପାଇଁ ପ୍ରତିଦିନ ତୁମ ପାଖକୁ ଯେଉଁ ପୁରୁଷମାନେ ଆସୁଛନ୍ତି ତୁମେ ତାଙ୍କୁ ତୁମର ସ୍ୱାମୀ ଭାବି ତାଙ୍କର ପୂଜା କରିବ ଏବଂ ତାଙ୍କର ସେବା ମଧ୍ୟ କରିବ। ଏହିଭଳି ପ୍ରତିଦିନ କଲେ ତୁମେ ଏଥିରୁ ଉଦ୍ଧାର ହୋଇପାରିବ। ଏହା ଶୁଣି ଗଣ୍ଡକୀ ତା ପରଦିନଠାରୁ ଯେଉଁ ପୁରୁଷମାନେ ତାଙ୍କ ପାଖକୁ ଆସିଲେ ସେ ତାଙ୍କର ସେବା କରିବା ଆରମ୍ଭ କରିଦେଲେ। ବୈକୁଣ୍ଠପୁରରେ ପ୍ରଭୁ ନାରାୟଣ ଗଣ୍ଡକୀର ଏହିପରି ସେବା ଦେଖି ଅତି ପ୍ରସନ୍ନ ହୋଇଗଲେ ଏବଂ ନିଜେ ଏକ ପୁରୁଷ ରୂପ ନେଇ ଆସି ଗଣ୍ଡକୀ ପାଖେ ପହଞ୍ଚିଗଲେ। ସବୁ ପୁରୁଷଙ୍କର ସେ ଯେଉଁ ଆଦର ଓ ଯତ୍ନରେ ସ୍ନେହରେ ସେବା କରୁଥିଲେ ତାଙ୍କର ମଧ୍ୟ ସେହିପରି ଭାବରେ ସେବା କଲେ। ପ୍ରାତଃ ସମୟରେ ସେହି ଭଗବାନ ରୂପୀ ପୁରୁଷ ଗଣ୍ଡକୀକୁ କହିଲେ, ମୋର ମୁଣ୍ଡରେ ଜୋରେ ଯନ୍ତ୍ରଣା ହେଉଛି, ମୁଁ ଆଉ ସହିପାରୁନି। ଗଣ୍ଡକୀ ଏହା ଶୁଣି ଯେତେବେଳେ ବୈଦ ପାଖକୁ ଯିବାକୁ ବାହାରିଲେ ସେ ଭଗବାନ ରୂପୀ ପୁରୁଷ କହିଲେ, ତୁମେ ମୋ ପାଖରେ ବସ, ମତେ ଛାଡ଼ିକି ଯାଅ ନାହିଁ, ମୁଁ ବଞ୍ଚି ପାରିବି ନାହିଁ। କିଛି ସମୟ ଭିତରେ ମୁଣ୍ଡର ଯନ୍ତ୍ରଣା ଆଉ ସହି ନ ପାରି ସେହି ପୁରୁଷ ଜଣକ ପ୍ରାଣତ୍ୟାଗ କରିଦେଲେ। ଏହା ଭଗବାନଙ୍କର ଏକ ଅଭିନୟର ଏକ ଅଂଶ ଥିଲା। ଏହାପରେ ଗ୍ରାମରେ ଚହଳ ପଡ଼ିଗଲା ଯେ ଗଣ୍ଡକୀ ଘରେ ଏକ ପୁରୁଷର ମୃତ୍ୟୁ ହୋଇଯାଇଛି। ଗଣ୍ଡକୀ ଯେହେତୁ ତାକୁ ସ୍ୱାମୀ ଭାବେ ସ୍ୱୀକାର କରିଥିଲେ ତାଙ୍କ ସହିତ ନିଜେ ସତୀ ହୋଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଶୁଣି କିଛି ସ୍ତ୍ରୀ ଲୋକ ତାଙ୍କର ପରିହାସ କରି କହିଲେ, ଏକ ବେଶ୍ୟାର ବା କି ସ୍ୱାମୀ। ଗଣ୍ଡକୀ ସବୁ ଶୁଣି ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ ହୋଇ ରହିଲେ। ଗ୍ରାମର ଅଲଗା ପୁରୁଷମାନେ ଏକଜୁଟ ହୋଇ ମୃତ୍ୟୁ ଶରୀରକୁ ମଶାଣରେ ନେଇ ଦାହ କରିବାକୁ ନେଇଗଲେ। ଗଣ୍ଡକୀ ଶବର ମୁଣ୍ଡକୁ ନିଜର କୋଳରେ ରଖି ଜୁଇ ଉପରେ ବସି ପଡ଼ିଲେ ଏବଂ ପ୍ରାର୍ଥନା କଲେ। ଯେତେବେଳେ ନିଆଁ ଜଳିଲା ସେତେବେଳେ ଭଗବାନ ଗଣ୍ଡକୀଙ୍କର କ'ଣ କରୁଛନ୍ତି ଜାଣିବା ପାଇଁ ଗୋଟିଏ ଆଖି ଖୋଲି ଦେଖିଲେ ଆଉ ଗଣ୍ଡକୀର ପ୍ରାର୍ଥନା କରୁଥିବାର ଦେଖି ତାଙ୍କର ପରୀକ୍ଷା ନେବା ପାଇଁ ସେ ଚିତାର ଅଗ୍ନିକୁ ଆହୁରି ଜୋର ବଢ଼ାଇ ଦେଲେ। ଧୀରେ ଧୀରେ ତାର ଶରୀର ଜଳିବାରେ ଲାଗିଲା, କିନ୍ତୁ ଗଣ୍ଡକୀ ସେମିତି ଭଗବାନଙ୍କୁ ସ୍ମରଣ କରୁଥିଲେ। ଭଗବାନ ଭାବିଲେ, ଗଣ୍ଡକୀ ଜଣେ କଣିକା ହେଲେ ମଧ୍ୟ ତାର ଭକ୍ତିରେ ସତ୍ୟତା ରହିଛି। ଏହାପରେ ଭଗବାନ ଗଣ୍ଡକୀ ସମ୍ମୁଖରେ ପ୍ରକଟ ହୋଇ କହିଲେ, ମୁଁ ତୁମର ସେବାରେ ଅତ୍ୟନ୍ତ ପ୍ରସନ୍ନ, ତୁମେ ମତେ ଆଜି ଯାହା ମାଗୁଛ ମାଗ। ଗଣ୍ଡକୀ କହିଲେ, ଆଜି ଯେମିତି ଆପଣ ମୋ କୋଳରେ ମୁଣ୍ଡ ରଖି ଶୋଇଥିଲେ ମୋ ଗୁହାରି ଆପଣ ସର୍ବଦା ମୋ କୋଳରେ ଏମିତି ଶୁଅନ୍ତୁ। ଏହା କହି ଗଣ୍ଡକୀ ପାଣି ହୋଇ ବୋହିଗଲେ ଏବଂ ପାଣିର ସେହି ଧାରାକୁ ଗଣ୍ଡକୀ ନଦୀ ସୃଷ୍ଟି ହୋଇଥିଲା। ସେହି ଦିନଠାରୁ ଭଗବାନ ବିଷ୍ଣୁ ଶାଳଗ୍ରାମ ହୋଇ ଗଣ୍ଡକୀର କୋଳରେ ରହିଥିଲେ। ଏହା ଥିଲା ଶାଳଗ୍ରାମର ଉତ୍ପତ୍ତି। ଏହି ଷ୍ଟୋରିଟି ଆପଣଙ୍କୁ ଯଦି ଭଲ ଲାଗିଥାଏ ପ୍ଲିଜ୍ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ନମସ୍କାର।